ଅମୃତର ପରିଭାଷା ଯଦି ମତେ କେବେ କିଏ ପଚାରେ ତେବେ ମୁଁ କହିବି ମୋ ମା ହାତ ରନ୍ଧା। ମା ଭାରି ସୁଆଦିଆ ଦହିବରା ବନେଇ ପାରେ, ଆଉ ଆଜି ବି ବନେଇଛି। ମନେ ପଡିଗଲା ସ୍କୁଲ ବେଳ କଥା। ସେ ବର୍ଷ ରଜରେ ମା ଏମିତି ବଡ ବଡ ଦହିବରା ବନେଇଥାଏ, ଆଉ ମୋର ବି କଳା ରଙ୍ଗର ହରକୁଲେସ୍ ସେକ୍ସନର ଗୋଟେ ସୁନ୍ଦର ସାଇକେଲଟେ ବାପା କିଣି ଦେଇଥାନ୍ତି। ମା ତା ଭାଇ ଭଉଣୀ ମାନଙ୍କ ମଧ୍ୟରେ ସବୁଠାରୁ ବଡ ଆଉ ଏକମାତ୍ର ଭଉଣୀ। ବଡ ଭଉଣୀ ହେଇଥିବାରୁ ମୋ ମାମୁଁ ମାନଙ୍କୁ ମା ଭାରି ଭଲ ପାଏ। ପହିଲି ରଜ ଦିନ ଦହିବରା ଆଉ ପୋଡପିଠା ଖାଇସାରିଲା ପରେ ଅତି ସନ୍ତର୍ପଣର ସହିତ ମା ମତେ ପଚାରିଲା, ବାବୁରେ ମାମୁଁ ଘରକୁ ଟିକେ ଦହିବରା ନେଇକି ଯାଇପାରିବ? ଆଉ ମୁଁ ହଁ ମାରିବା କ୍ଷଣି ମା ପିଠା ଆଉ ଦହିବରା ସବୁ ବ୍ୟାଗରେ ବାନ୍ଧିଦେଲା। ପକ୍ଷୀ ଶାବକଟିଏ ତାର ନୂଆ ଡାଣାରେ ଉଡିଲା ବେଳେ ଯେମିତି ଦୂରତାର କଳନା କରିପାରେନି, 15 କିଲୋମିଟର ଦୂରତା ଯେ କେତେବେଳେ ମୋ ସାଇକେଲରେ ଅତିକ୍ରାନ୍ତ ହେଇଗଲା ଜଣା ପଡିଲା। ଆଉ ପହଞ୍ଚୁ ପହଞ୍ଚୁ ନାନା ବାପିଙ୍କ ହାତରେ ଦହିବରା ପଠେଇଛନ୍ତି ବୋଲି କହି ମାଇ ମାନେ ଭାରି ଆଦର କଲେ। ସମୟ ସ୍ରୋତର ଏହି ସ୍ମୃତିଟି ଆଜି ବି ତାଜା ରହିଛି ମୋ ମନରେ।